ବର୍ତ୍ତମାନ ଯୁଗରେ ଚାକିରି ପଛରେ ନ ଦୌଡ଼ି ଯେଉଁମାନେ ଶିକ୍ଷିତ ଯୁବକ ଏବେ ନିଜ ଚେଷ୍ଟାରେ କିଛି ଇନକମ୍ କରିବା ଆଉ ସେ ଇନକମ୍ରେ ପାଠ ପଢ଼ିବା ଏଭଳି କିଛି ମହତ୍ତ୍ୱ କାର୍ଯ୍ୟ କରୁଛନ୍ତି କିଛି ଶିକ୍ଷିତ ଯୁବକ ଯେଉଁମାନଙ୍କୁ ପରିବାର ଲୋକେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆପଣ ଦେଖିପାରୁଥିବେ ଇଏ ହେଉଛି ଯିଏକି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚିକରଡ଼ା ଗାଁ। ସେ ଗାଁର ଗୋଟେ ଶିକ୍ଷିତ ଯୁବକ ଯିଏ ରହିଛନ୍ତି ଜଗନ୍ନାଥଙ୍କର ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ବର୍ତ୍ତମାନ ଆକ୍ୱାରିୟମ୍ ଯେଉଁ ମାଛ ରହୁଛି ଆକ୍ୱାରିୟମ୍ରେ ସେ ମାଛରେ ସିଏ ବର୍ତ୍ତମାନ ପ୍ରସ୍ତୁତି କରୁଛନ୍ତି ଏବଂ ଅନେକ ମାଛ ଉତ୍ପାଦନ ମଧ୍ୟ କରୁଛନ୍ତି, ଯେଉଁକି ପୂର୍ବରୁ ଆପଣ ଜାଣିଥିବେ ଅନ୍ୟ ରାଜ୍ୟରୁ ଏଇ ମାଛକୁ ଅଣାଯାଉଥିଲା ଆକ୍ୱାରିୟମ୍ରେ ବ୍ୟବହାର କରାଯାଉଥିଲା। ବର୍ତ୍ତମାନ ସିଏ ନିଜେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ବର୍ତ୍ତମାନ ପ୍ରେରଣା ସାଜିଛନ୍ତି। ଆମେ ସହିତ ଜଗନ୍ନାଥ ଅଛନ୍ତି। ଜଗନ୍ନାଥ ଅନେକ ଅନେକ ଶୁଭେଚ୍ଛା, ଯେହେତୁ ଆପଣ ଏତେ ବଡ଼ କାର୍ଯ୍ୟ କରୁଛନ୍ତି ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ଦେଉଛନ୍ତି। କିଭଳି ଆପଣ ଏ ଯେଉଁ ମାଛ ଚାଷ କରିବାର କିଭଳି ନିଜ ଭିତରେ ମନ ଭିତରେ ଆଇଡିଆ ଆସିଲା ଆଉ କିଭଳି ସହଯୋଗ ପାଇଲେ ଆପଣ? ଏ ସମସ୍ତଙ୍କୁ ମୋର ନମସ୍କାର। ଆଉ ମତେ ଯୋଉଟା କି ଏ ଆଇଡିଆଟା ଆସିଲା, ଏମିତି ଗୋଟେ ଆମର ସ୍କିମ୍ ଆସିଥିଲା। ଆଉ ଯେହେତୁ ସ୍କିମ୍ ଗୋଟେ ଆସିଥିଲା, ସେ ସ୍କିମ୍ରୁ ମୁଁ ଏଇଟା ଫାଷ୍ଟ ଗୋଟେ ଥର ଷ୍ଟାର୍ଟ କଲି। ଯେହେତୁ ଷ୍ଟାର୍ଟ କରିଲେ ମୋତେ ତାହିଁରେ ଇଣ୍ଟରେଷ୍ଟ ଲାଗିଲା। 8ଟା କୁଣ୍ଡରୁ ମୁଁ ଆଜି 18ଟା କୁଣ୍ଡ ଷ୍ଟାର୍ଟ କରିଲିନି। ହେଲେ ଯେଉଁ ଆମର ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ଯେତିକି ବି ଅଛନ୍ତି, ଆମକୁ ଯଦି ଇନ୍ ଫ୍ୟୁଚର ଯଦି ବି ଆଉ କୋପଟେ କିଛି ବି ନ ହେଉଛି, ଯଦି ଚାକିରି ବାକିରି ଯଦି ଆମେ ଯଦି ଏଇଟା ଗୋଟେ ଷ୍ଟାର୍ଟ କରିଥିବା, ତାହେଲେ ଏଇଟା ଆମକୁ ହେଇପାରିବ ଏ ସାଇଡ୍ ବିଜନେସ୍ ପରି। କେତେ ମାସ ହେଲା ଏଠା ଆରମ୍ଭ କରିଥିଲେ? ଯେହେତୁ ଆପଣଙ୍କର ପ୍ରାୟ ବର୍ତ୍ତମାନ ପାଖାପାଖି 20 ଖଣ୍ଡେ କୁଣ୍ଡ ରହିଛି, ଯୋଉଟାକି ପ୍ଲାଷ୍ଟିକ କୁଣ୍ଡ ରହିଛି ଏବଂ ସିମେଣ୍ଟର ମଧ୍ୟ କୁଣ୍ଡ ରହିଛି। କେତେ ବର୍ତ୍ତମାନ ଯାହାଳା ଆପଣ ଉତ୍ପାଦନ କରୁଛନ୍ତି ଆଉ ବର୍ତ୍ତମାନ କେତେ ରୋଜଗାର ମଧ୍ୟ କଲେଣି? ମୁଁ ଏଇଟା ଏବେ ଷ୍ଟାର୍ଟ କରିକି ଏ ଦୀର୍ଘ 8-9 ମାସ ହବ। ଆଉ 8 ମାସ ଆମକୁ ତ ଗୋଟେ 6 ମନ୍ଥ ଲାଗୁଛି କି ଏଇଟା ପୁରା ଷ୍ଟାର୍ଟ କରିବାକୁ। ଯେହେତୁ ଏ ସାନ ମାଛ ଆସିଥାଉଛି, ଆମକୁ ସେଇଟା ପୁରା ଷ୍ଟାର୍ଟ କରିବାକୁ ଗୋଟେ 6 ମନ୍ଥ ଏମିତିରେ ହିଁ ମୋର ଚାଲିଗଲା। ଆଉ ବାକି 2-3 ମାସରେ ମୁଁ ଆଜିକି 8-9 ହଜାର ଟଙ୍କାର ମୁଁ ଆମର ଏ ହାଟ ରନ୍ଧା କଞ୍ଚି ଏମିତିରେ ମୁଁ ସେଲ୍ କରିଛି ମାଛ। ଆଉ ଏଇଟାର ଆଉ ଗୋଟେ ଆକ୍ଷିକତାରେ ମୁଁ ରଖିକି ଷ୍ଟାର୍ଟ କରିଥିଲି ଯେ ଆମର ଯେତିକି ସୁଗର ବିପି ପେସେଣ୍ଟ ଅଛନ୍ତି, ଆଉ ଯିଏ ଷ୍ଟ୍ରେସଫୁଲି ସଦାବେଳେ ଥାଏ, ଦିନକୁ କାଲି ଗୋଟେ ଅଧଘଣ୍ଟାଟେ ଆମ କଥା ଟିକେ ଶୁଣନ୍ତୁ, କାଲି ଦିନକୁ ଅଧଘଣ୍ଟାଟେ ଆର ଆଗରେ କାଲି ଆପଣ ରୁହନ୍ତୁ, ଆପଣ ଦେଖିବେ ପୁରା ଷ୍ଟ୍ରେସ୍ ଫ୍ରି ହେଇଯିବେ। ନିହାତି ରୂପେ ଇଏ ଗୋଟେ ଯେଉଁମାନେ ରୋଗୀମାନେ ଯେଉଁ ରହୁଛନ୍ତି, ବିଶେଷ କରି ସେମାନଙ୍କର ଯଦି ଶରୀର ଅସୁସ୍ଥ ହୁଏ, ତାହେଲେ ସେମାନେ ଯଦି କିଛି ଦିନ ସମୟ ସେମାନେ ଏଥିରେ ଟାଇମ୍ ଦିଅନ୍ତି ବା ସମୟ ଅତିବାହିତ କରନ୍ତି, ତାହେଲେ ନିଶ୍ଚୟ ସେମାନଙ୍କ ରୋଗ ମଧ୍ୟ ଉପଶମ ହେବ ବୋଲି କୁହାଯାଉଛି। ଆପଣ ଦେଖିପାରୁଥିବେ ଇଏ ହେଉଛି ସେଇ ଫାର୍ମ ଯେଉଁଠିକି ଆପଣ ବହୁତ କୁଣ୍ଡରେ ଯେଉଁଠିକି ମାଛ ଗୁଡ଼ିକ ଏଠି ରଖାଯାଇଛନ୍ତି। ପରିବାର ଲୋକ ପକ୍ଷରୁ ସମ୍ପୂର୍ଣ୍ଣ ଯିଏକି ଜଗନ୍ନାଥଙ୍କୁ ସହଯୋଗ କରୁଛନ୍ତି, ତାଙ୍କର ବାପା ମଧ୍ୟ ଅଛନ୍ତି। ସାର୍ଙ୍କ ପ୍ରତିକ୍ରିୟା ନେବା। ସାର୍ କ'ଣ କହିବେ? ଯେହେତୁ ଆପଣଙ୍କ ପୁଅ ଏଭଳି ଯେଉଁ କାର୍ଯ୍ୟ କରୁଛି, ଆପଣ କିଭଳି ସହଯୋଗ କରୁଛନ୍ତି, କାହିଁକି କେତେ ଉତ୍ସାହ ମଧ୍ୟ ଅଛନ୍ତି? ସହଯୋଗ ତ କରୁଛୁ, ତା ସହିତ ବହୁତ ଖୁସି ଲାଗୁଛି, ଉତ୍ସାହ ଲାଗୁଛି। ଆଉ ସେ ଯେଉଁ ପାରିକି ପିଲା କଲା ସମୟ ଦେଉଛି ପାଇଁ ପାଠ ପଢ଼ିବା ସହିତ ଏଇ ଆ ପାଇଁ ସାଇଡ୍ ସମୟ କାଢ଼ିକି ଗଲା, ଆମେ ତାକୁ ଫୁଲ୍ ସହଯୋଗ କରୁଛୁ। ବିଜନେସ୍ କରୁଛି ମଧ୍ୟ, ଏଇଟା ମଧ୍ୟ ବହୁତ ଖୁସି ଲାଗୁଛି ଯେ ପାଠ ପଢୁଛି ଗୋଟିଏ ପଟେ, ଅନ୍ୟ ପଟେ ଏଭଳି କାର୍ଯ୍ୟ ମଧ୍ୟ କରୁଛି। ଇଏ ଯୋଉ ଆପଣ ଏ ଯୋଉ ମାଛ ଚାଷ ପାଇଁ କାହାଠୁ ପ୍ରେରଣା ପାଇଲା? ଯେହେତୁ ଆପଣ ବାପା ହିସାବରେ କେତେ ନିଜକୁ ପ୍ରାଉଡ ଫିଲ୍ କରୁଛନ୍ତି? ନା, ବହୁତ ଖୁସି ବହୁତ ଖୁସି ଅଛୁ ଆମେ ଏଇଟାକୁ। କୋଉଠି ପ୍ରେରଣା ଆପଣ କୋଉଠି ଦେଲେ ପୁଅକୁ? ଯେହେତୁ ଗୋଟିଏ ପଟେ ପାଠ ଏବଂ ଅନ୍ୟ ପଟେ ଏଇ ଯୋଉ ମାଛ ଚାଷ, ନାଇଁ, ଆପଣ ରଙ୍ଗୀନ ମାଛ ଦେଖନ୍ତୁ ବର୍ତ୍ତମାନ ଚାକିରି ପଛରେ ଅନେକ ଯୁବକ ଦୌଡୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ସେ ମଧ୍ୟ ଆଗରୁ ଭିତରୁ କରିବୁଥିଲା। ରଙ୍ଗୀନ ମାଛ ଆମର ବ୍ରହ୍ମପୁରରେ ନାହିଁ, ଏ ଚାଷ କାମ ନାହିଁ, ବିକି ସିନା ହଉଛି, ବାହାର ରାଜ୍ୟରେ ଆଣୁଛନ୍ତି। ଏଠି କରିବି ଚାହୁଁଥିଲା, ସେ ସମୟରେ ଆମକୁ ଜୁଟିଲେ ଆମର ଯେଉଁ ଫରେଷ୍ଟର ତାଙ୍କେ ଜୁଟିଲେ, ତାଙ୍କୁ କହିଲୁ ଇଏ ଚାହୁଁଥିଲା ସେ କରିବି, ସେଟ୍ ହେଲା। ଆମେ ତାକୁ ଉତ୍ସାହ କରୁଛୁ, ସେ ବହୁତ ଉତ୍ସାହ ଚାଲିଛି କାମ। ଗୋଟେ ପଟେ ପାଠ ପଢୁଛନ୍ତି, ଇଞ୍ଜିନିୟରିଂ ଛାତ୍ର, ହଁ, ଇଞ୍ଜିନିୟର ପୁଅ ଏଭଳି କାର୍ଯ୍ୟ କରୁଛି। ସକାଳୁ ଆପଣଙ୍କ କରି ଆଶା ଥିଲା କି ଯେ ମୋ ପୁଅ ଇଞ୍ଜିନିୟରିଂ ହେଲେ ଗୋଟେ ଭଲ ଚାକିରି କରିବ, ଭଲ କମ୍ପାନୀରେ ଚାକିରି କରିବ, କିନ୍ତୁ ସିଏ ଚାକିରି ନ କରିବା ପୂର୍ବରୁ ହିଁ ଏଭଳି ଚାଷ କାର୍ଯ୍ୟ କରୁଛି? ହଁ, ପାଠ ପଢ଼ିବା ସମୟରେ ବି ସକାଳୁ ସମୟ କରୁଛି, ଘଣ୍ଟେ ଘଣ୍ଟେ ସମୟ କରୁଛି, ସନ୍ଧ୍ୟାରେ ବି ଆସିଲେ ସମୟ କରୁଛି। ବହୁତ ଖୁସି ଲାଗୁଛି ଏଇଟା ଦେଖିଲେ। ପାଠ ପଢ଼ିବା ସମୟରେ ଏଇଟା ଗୋଟେ ଆମେ କରିପାରିଲୁ, ସେ ସାଇଡ୍ ବିଜନେସ୍ କରିପାରିଲା। ଆଉ ସାନ ବାବୁଟା ମଧ୍ୟ, ସିଏ ମଧ୍ୟ ସକାଳୁ ଦାନା ଦେଉଛି, ଖାଇବାକୁ ଦେଇ ପାରୁଛି, ଉପଳା ବି ଦେଇ ପାରୁଛି, ଦିଲୁ ଲେବର ବି ଲଗେଇ ଖଟେଇ ପାରୁଛି, ଇନକମ୍ ମଧ୍ୟ କରୁଛି। ବରମରା ଲୋକାଲ ମାର୍କେଟରେ ରଣ୍ଡା କନିସି ବରମ ମାର୍କେଟରେ ସେଲ୍ କରିପାରୁଛି, ସେଲ୍ ହେଉଛି ମଧ୍ୟ। ଆର ଦେଖି ମଧ୍ୟ ଆହୁରି ଅନ୍ୟ ଯୁବପିଢ଼ି ମଧ୍ୟ ଉତ୍ସାହ ହେବେ କରିବା ପାଇଁ ମଧ୍ୟ। ଏଇଟା ବହୁତ ଉତ୍ସାହଜନକ, ଲାଭଜନକ ଫସଲ ଏଇଟା।
निहाती रूपे ये देखुथिबि ये जो ऑर्नामेंटल फिश जाको कुआ जाउची एक्वेरियम रे जो बଳି व्यवहार करा जाउची यार सौंदर्य बढ़ुची ए माछ को प्रथमे प्रथमे जेतेबेले अन्य राज्य रु एठार आनी बिक्री करा जाउतला किंतु निज जिल्ला रे निज अंचल रे एबोली माछ चाष करी जणे इंजीनियर छात्र एबे ए अंचल पई गौरव आनचनी किंतु निहाती रूपे समस्ते जेबोली बेकारी युवक माने पाठ पढ़ी निज मन भितर जो वितृष्णा भाव आसुची जे चाकरी पछरे न दौड़िकी निजे चाकरी करबा निजे एभଳି ମାଛ ଚାଷ କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଚାକିରି ପଛରେ ନ ଦୌଡ଼ିକି ଏଇ ଯୋଉ ଜଗନ୍ନାଥଙ୍କ ଭଳି ସମସ୍ତେ ନିଜେ ନିଜେ ଅନ୍ୟମାନଙ୍କ ପାଇଁ ଗୋଟେ ପ୍ରେରଣା ଉତ୍ସ ହେବାକୁ ପଡ଼ିବ। ତେଣୁ ଦେଖିବାର କଥା ଯୋଉ ରହିଛି ଜଗନ୍ନାଥଙ୍କର ଯୋଉ ଅଭିପ୍ରାୟ ରହିଛି ଆଗାମୀ ଦିନରେ ଏଇ ଯୋଉ ଫାର୍ମିଂକୁ ବଡ଼ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିରେ ରୋଜଗାରର ପନ୍ଥା ଯୋଗାଇ ଦେବା। ବ୍ରହ୍ମପୁର ଚିକରଟା ଗ୍ରାମରୁ ଦିଗାମ୍ବର ମହାରଣା ବଡ଼ ଖବର।